ମୋ ଝିଅକୁ ତ ଛେଚି ଛେଚି ମାରିଦେଲା। କିଛି ମାରିଦେଲା। ଏପଟେ ବୁଲେଇକିନା ଆଣିଥିଲା। ହେ ବି ପୁଅ ଆସିଛି। ସାଇ ସାରା ସମସ୍ତେ ଦେଖିଛି। କହିଲେ ଆସିଛି ତମ ଝିଅକୁ ସୁଖ ପୁଅ ନଉଥିଲା। ମୋ ଝିଅକୁ ତ ଛେଚି ଛେଚି ମାରିଦେଲା। ଲୋକ ଦେଖି ନାହାନ୍ତି। ଲୋକ ସମସ୍ତେ ଆଣିବାରେ ମୋ ଝିଅକୁ ଧରିକିରି ଯୋଉ ଆଉଥିଲା ହାତ ଧରିନା ସମସ୍ତେ ଦେଖିଛି। ଆମେ ଖୋଜିଲୁ କାଲି ମୁଇଁ ମୋ ଝିଅ କହିନା ଇଆଡେ ଶାଗ ତୁଳି ଯାଇଛି ବୋଲି ଯେ ଇଆଡେ ବି କାଳେ ତା ମା କିରା ସନ୍ଧାନ ପାଇବ ବୋଲି ହେପଟେ ବି ଯାଇଥିଲା ଯେ ଗୋଟେ ପିଲା ବି ଦେଖିଛି। ସେ କହିଲା ମୁଇଁ ଚିହ୍ନିଛି ସେ ପିଲାଟାକୁ। ତାର ଆମେ ଫଟୋ ଫୁଟା କରିନା ରଖିଛୁ। ମୋ ଝିଅକୁ ରାସ୍ତାରୁ ହଟେଇ ଦେଲା। କାଲି ହେପଟେ ରଖିଥିଲା କଣ ଯେ ରାତିରେ ଆଣିନା ପକେଇଲା କି ଦିଦି ଆଣିନା ପକେଇଲା ଆମେ ଜାଣିନୁ ସାରେ। ମୋ ଝିଅକୁ 10ଟାରୁ ଆମେ ପାଉନୁ। ମୋ ଝିଅକୁ କହିଲି ଦେଖିଛ କି କହିଲା ସେ ଶାଗ ତୁଳି ଯାଇଛି। ମୁଁ କହିଲି ତା ଖୁଡି ଯାଇଛି କି କହିଲା ନାହିଁ। ମୋ ଝିଅକୁ ମାରି ଦେଇକିରି ଯାଇକିରି ଗାଧିଛି। ସେ ଗାଧିଲା ବେଳେ ମୁଁ ପଚାରୁଥିଲି। ମୋ ଝିଅକୁ ମାରିଦେଲା। କିଛି ଦରକାର ନାହିଁ ମୋର ଆଉ ଦରକାର ତାକୁ ଫାଶୀ ହଉ। ମୋର 2 ଥର ଧନ ସମ୍ପତ୍ତି ସୁନା ଟଙ୍କା ପଇସା 2 ଥର ଚୁର କରିକିନା ଖାଇଲା। ଏଥିରେ ତା ନନା ବି ଅଛି। ତା ନନା ଥିଲା ମୁଇଁ ଆମ ଗାଁ ଯାତ୍ରା ଦେଖି ଯାଇଥିଲି। ପାଳ ଯାତ୍ରା ଦେଖି ଇଆଡୁ ଆଇଲା ବେଳକୁ ତା ଜିନିଷ ପତ୍ର ମୋର ସବୁ ତା ନନା ହାତରେ ପାର୍ସଲ କରିଦେଇଛି। ତା ନନା ନେଇଛି। ଏଥର 2 ଥର ଚୁର କରିନା ଖାଇଲା। ଟଙ୍କା ପଇସା ପେମେଣ୍ଟ ପଇସା ସବୁ ମୋର 2 ଥର ଚୁର କଲା। ମନ ଶାନ୍ତି ହେଲାନି ଯେ ମୋ ଝିଅକୁ ମୋଠୁ ରାସ୍ତାରୁ ହଟେଇ ଦେଲା। ମୋ ଝିଅକୁ ବି ମୋଠୁ ଛଡେଇ ନେଲା। ମୋର ପ୍ରତ୍ୟେକ ପରିବାର ସହ ପରିବାର ଯାକ ଅଛନ୍ତି। ତା ବଡ ଭାଇ ଅଛି ତା ମା ଅଛି ସେ ବି ତା ମା ହାତ ଅଛି। ତା ଭାଇ ବି ବଡ ଭାଇ ଅଛି। ସମସ୍ତେ ଅଛନ୍ତି। ତାଙ୍କର ପରିବାର ଯାକ ମତେ ହିଂସା କନା ରହିଥିଲେ। ଆଉ ଧମକ ବି ଦେଇଛି ମୋ ସ୍ୱାମୀ କି ମାରିଦେବେ ବୋଲି। ମୋ ପୁଅକୁ କହିଲା ତା ପୁଅକୁ ମାରିଦେବି ବଂଶ ବୁଡେଇ ଦେବି। ମତେ କିଛି ଆସୁରା ଦିଅ ମୁଇଁ କଉଡେ ରହିବି। ମୋ ଝିଅକୁ ମାରିଦେଲା ମୁଇଁ କିଛି ବଚିବି। ତାକୁ ଶାସ୍ତି ଦିଅ। ଆମର ନିଆ ଦରକାର। ତାକୁ ଫାଶୀ କୋଠରେ ଝୁଲେଇ ଦିଅ। ମୋ ଝିଅ ଯାଇଥିଲା ସକାଳୁ 7ଟାରୁ ରାତିରେ ଯାଇଥିଲା। ସେ କହିଲା ବାପା ଆଉ ଯାଉଛି ଶାଗ ପାଇଁ ବୋଲିକି ଆମକୁ ଯାଆନି। ସେ କ'ଣ କହିଛି ଆଜ୍ଞା ଯେଉଁ ହେଇ ଗୋଟେ ଅଛି ଯେଉଁ ଏଇ ଗାଁ ଗୋଟେ ଝିଅଟା ଆଇଛି ହେରି ପଳାଇଛି ମାଇକିନାଟି ପଳାଇଛି ବସୁମତାରୁ। ସେ ବସୁମତା ଝିଅ ହେଇଠି ରହୁଛି। ହେଇଠି ଯେଉଁ ରହୁଛି ଏମାନଙ୍କୁ ଶିଖେଇ ଦେଉଛି ଆସ ଏଇଟା ଭୋଜି କରିବା ସବୁ କରିବା। ଏଇଟା ସେ ଦିନ ଗଲା। କିନ୍ତୁ ଆଉ ଗୋଟେ ଝିଅଟେ ଗଲାନି। ଏଇଟା ଏଇ ଝିଅ ଯେଉଁ ମୋ ଝିଅ ଗଲା ଶାଗ ପାଇଁ ଇଏ ପଛେ ପଛେ ଯାଇନାହିଁ। ତା ପଛେ ପଛେ ଧରିକି ତାକୁ ଦର୍ଶନ କରିଦେଇଛି। ଯେଉଁ ଘିଚି ନା ଆଣିନା ଯେଉଁ ଏପଟେ ଦେଖିକି ରଙ୍ଗଡ଼ା ପଟେ ଛକ ପଟେ ବୁଲେଇ ନାହାନ୍ତି। ମୋ ଝିଅକୁ ବାଡ଼େଇ ବାଡ଼େଇ ଆଣିନା ତାକୁ। ତମ ଝିଅ ନା କ'ଣ? ଦୋକାନ 13 ତାକୁ କିଏ ଆଣିଛି ଦେଖିଛନ୍ତି କୋଉମାନେ ଆଣିଛନ୍ତି ବୋଲି ଦେଖିଛନ୍ତି? ଲୋକଟା ନା ସେ ଲୋକ କିଏ? ରଙ୍ଗଡ଼ାରୁ ନାଇଁ ଯେଉଁ ଲୋକଟି ଆଣିଛି ତମ ଝିଅକୁ ସେ ଝିଅଟି କିଏ? ଆଶିଷ ନାୟକ। ଆଶିଷ ନାୟକ। ହଁ ତା ଘର କୋଉଠି? ବୁଝିବ ସେ କ'ଣ କରୁଛି? ସେ କିଛି ନାହିଁ। ତାକୁ ଦେଖିଛନ୍ତି ବୋଲି? ହଁ ଦେଖନ୍ତୁ କେତେଥର କାଲି ଆସିଥିଲେ? କାଲି ସେ 7ଟାରୁ ଆସିଥିଲା। ଏଫଆଇଆର ଦେଇଥିଲେ? ଏଥର ଦେଲି ଟିକେ ସାର୍କୁ ଫୋନ୍ କରିଥିଲି ଯେଉଁ 100 ନମ୍ବରରେ। 100 ନମ୍ବରରେ ଫୋନ୍ କରିଥିଲି ସେ ଶୁଣିଲେନି। ତାପରେ ମୁଁ ତାପରେ ଫୋନ୍ କଲି। ତାପରେ ଆସିଲି ସାର୍ 5ଟା ସାର୍ ଏକା ଆସିଥିଲେ। ପଠେଇଥିଲେ 2 ଜଣ ଆସିଲେ। ତାପରେ 5ଟାରେ ଫେରିଦେଲୁ ଏନ୍ଟିସି ଥାନା। ଖୋଜାଖୋଜି କରୁ। ହଁ ଏଠୁ ୱାଇସି ସାର୍ ଆଇଲା ତ ସବୁ ଝିଅକୁ କେତେବେଳେ ଖୋଜି ପାଇଲେ? ଝିଅକୁ ସକାଳେ ତ ସାଇ ସାର୍ ସବୁ ଖୋଜିଲେ ପାଇଲେ ତ। କିଏ ପାଇଲା? ମୋ ସ୍ତ୍ରୀ ଏଇଠି ପାଇଲେ ସବୁ ସାଇ ସାର୍ ଆସିଥିଲେ। କୋଉ ଅବସ୍ଥାରେ ପାଇଲା? କୋଉ ଅବସ୍ଥାରେ ପଡ଼ିଛି? ସେ ସାର୍ ତଳେ ପଡ଼ିଥିଲେ ନା କୋଉ ଅବସ୍ଥାରେ? ତଳେ ପଡ଼ିଥିଲେ। ମରିନା? ଆଉ ତାକୁ ଦଣ୍ଡିତ ଦରକାର। ତାକୁ ଫାଶୀ ଦରକାର। ଇଏ ମାରିଛି ଫାଶୀ। ସେ ସବୁଦିନ ଟିଭି ଚୁର କରି ସବୁ କରୁଛି। ମୋର LCD ବି ଚୁର କରିଛି। ତମ ଘରେ ଚୋରି କରିଥିଲେ? ହଁ 2 ଥର ଚୋରି କରିଛି। LCD ଗ୍ୟାସ୍ ସୁନା ନେଇଛି ଟିପିରା ନେଇଛି। ମୋର ସତୀତ ସେ ମୁଁ ବି ଆସିବି ସାର୍କୁ ଯାଇଥିଲି ଅନୁଗୁଳ ବି ଯାଇଥିଲି। କେବେ ଚୋରି କରିଥିଲେ? କୁକୁର ପଠେଇଥିଲେ ବି। କେବେ ଚୋରି କରିଥିଲେ? ସେଟା ସାର୍ ହେଲାନି ଏଇ 6 ମାସ ବର୍ଷ ଭିତରେ ହେଇଯିବ।